ତେଣୁ ମୁଁ ବିଧାୟକ ଭାବରେ କ'ଣ କରିବି, ଡବଲ ଇଞ୍ଜିନ୍ ସରକାର ତ ଚାଲିଛି, ମୌକା ଦେଖି ମୁଁ ବି ଚାଲିଗଲି ଏବଂ ସେଠାରେ ଯାଇକି ମୋର ଲେଖା ଦେଲି। କିନ୍ତୁ ବହୁତ ସୁନ୍ଦର ଭାବରେ ମୋତେ ଗଡ଼କରୀ ସାର୍ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ, ତାଙ୍କୁ ଧନ୍ୟବାଦ ଦେବି। ଏବଂ ସେ କହିଛନ୍ତି ନିଶ୍ଚିତ ଭାବରେ ବାଇପାସ୍ ହେବ। କିନ୍ତୁ ଯେଉଁ ଆଲାଇନମେଣ୍ଟ ଯାଇଥିଲା, ଯେହେତୁ ରିଜର୍ଭର ଉପରେ ବ୍ରିଜ୍ 2-3ଟା ହେବାର ଥିଲା, ତେଣୁ ତାକୁ ସେ ଯେଉଁ ଟିମ୍ ତାଙ୍କର ଟେକ୍ନିକାଲ ଟିମ୍ ତାକୁ କହୁଛନ୍ତି ଯେ ଯେଉଁ ରାଇଟ୍ ସାଇଡ଼୍ ଯେଉଁ ଆମର ରେଲୱେ ଦେଇକିରି ଡାଙ୍ଗଦଳାକୁ ଦେଇକି ଯାଇଥାନ୍ତା ଉମରି ଦେଇକି, ସେଟାକୁ ଟେକ୍ନିକାଲ ଟିମ୍ କ'ଣ ମନା କରିଛନ୍ତି। ଏବଂ ଏଇ ଯେଉଁ ଆମର ସେଇ ପଡ଼େଇଗୁଡ଼ା ଛକରୁ ମନବାର ଦେଇକିରି ରେଲିକୁମ୍ବା ଦେଇକି ଚିନ୍ଦିରି ଦେଇକି ଆସିକି ଆମର ଭବାନୀନଗର ତଳକୁ ବା ପେଟ୍ରୋଲ ପମ୍ପ ଆଉ ଭବାନୀନଗର ମଝାମଝି ବାହାରିବା ପାଇଁ ସେଟାକୁ ନିଷ୍ପତ୍ତି ନେଇଛନ୍ତି। ଏବଂ ସେମାନେ ଡିସ୍କସନ୍ କରିସାରିଛନ୍ତି ଯେ ଏଇଟାକୁ ବାଇପାସ୍ କରିବା ପାଇଁ। ତେଣୁ ଏହା ସୁନିଶ୍ଚିତ ହେବ। ଆଜି ଗତକାଲି ଆମେ ମିଟିଂ କରିଥିଲୁ ଏବଂ ୟାକୁ ଆଲାଇନମେଣ୍ଟ ପାସ୍ କରିବା ପାଇଁ ଆମେ ପ୍ରପୋଜାଲ୍ ପଠାଇଛୁ। ଆଉ ଏହା ପାସ୍ ହେଇକି ଆସିଲା ପରେ ବାଇପାସ୍ଟା ସୁନିଶ୍ଚିତ ହେବ।